ସାଙ୍ଗମାନେ ଆଜି ଆମେ ଗୋଟେ ଛୋଟ ଜିନିଷରେ ବୁଝିବା ଯେଉଁମାନେ ମାତା ପିତାଙ୍କର ଇଜ୍ଜତ ବୁଝିଥାନ୍ତି ସେମାନେ ହିଁ ଦୁନିଆରେ ବେଷ୍ଟ ହୋଇଥାନ୍ତି। ନିଜ ମାତା ପିତାଙ୍କର ଇଜ୍ଜତକୁ ମାନେ କେବେ ତଳେ ପକାଇବାକୁ ଦେବନି। ସେମାନେ ଦୁନିଆରେ ବେଷ୍ଟ ହିଁ ହୋଇଥାନ୍ତି। ସୁନ୍ଦର ଚେହେରା ଦିନେ ମଉଳିଯାଏ। ଆମେ ଯେଉଁ ସୁନ୍ଦର ଚେହେରା ଖଣ୍ଡିଏ ପାଇଛେ ତାହା ଦିନେ ମଉଳିଯିବ। ଯୌବନ ଦିନେ ବାର୍ଦ୍ଧକ୍ୟରେ ପରିଣତ ହୁଏ। ଯୌବନ ବି ଦିନେ ବାର୍ଦ୍ଧକ୍ୟରେ ପରିଣତ ହେବ। ଏଇ ଯୌବନ ସବୁଦିନେ ରହିବନି, ଆମେ ବି ଦିନେ ବୁଢ଼ା ହେବା। ସେମିତି ସୁନ୍ଦର ଚେହେରା ଆମର ରହିବନି, ଦିନେ ଦିନେ ଲୋଚାକୋଚା ହେଇଯିବ। ପଦ ପଦ ବି ଦିନେ ଛାଡ଼ି ଚାଲିଯାଏ। ସେ ନେତା ହୁଅନ୍ତୁ, ମନ୍ତ୍ରୀ ହୁଅନ୍ତୁ, ଚାକିରି ଯେକୌଣସି ଚାକିରି ବଡ଼ ଚାକିରି କରିଥାନ୍ତୁ, ପଦ ପଦ ବି କେବେ ରହିବନି। ଦିନେ ନା ଦିନେ ପଦ ପଦ ବି ଚାଲିଯିବ, ଆଉ ଲୋକ ସେଇ ସାଧାରଣ ହେଇଯିବ। ହେଲେ ସୁନ୍ଦର ଚରିତ୍ରର ମଣିଷ ସବୁଦିନ ସୁନ୍ଦର ହିଁ ରହିଥାଏ। ଯଦି ସୁନ୍ଦର ଚରିତ୍ର ତୁମର ରହିଛି ସେଇଟା ବୁଢ଼ା ହେବା ଯାକେ ମୃତ୍ୟୁ ପର୍ଯ୍ୟନ୍ତ ସେମିତି ସୁନ୍ଦର ହିଁ ରହିଥିବ। ତାହେଲେ ସେଥିପାଇଁ କିନ୍ତୁ ସେଇ ସୁନ୍ଦର ଚେହେରାରେ ଯଦି ଥରେ କଳଙ୍କ ଲାଗିଯାଏ ନା, ମୃତ୍ୟୁ ହେଲେ ବି ଲିଭେ ନା। ଯଦି ସେଇ ସୁନ୍ଦର ଚେହେରାରେ କଳଙ୍କ ଲାଗିଯାଇଛି ସେଟାକୁ ଲୋକମାନେ ଭୁଲିବେନି ଏବଂ ଜନମାନସରେ ରହିଯିବ। ସେଠି ତୁମ ଯଦି ମୃତ୍ୟୁ ହେଇଯାଏ ବି ସେ ତୁମର ସେ କଳଙ୍କଟା ରହିଯିବ, ତୁମକୁ ଲୋକ ସେମିତି ହିଁ କହୁଥିବେ। ମୃତ୍ୟୁ ପରେ ବି କହୁଥିବେ ଏମିତି ସେ ଲୋକଟା ଥିଲା। ତେଣୁକରି ମନେ ରଖନ୍ତୁ ଏଇସବୁ ଜିନିଷ ଗୁଡ଼ାକ। ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ବାପା ମାଆଙ୍କୁ କେବେ, ଯେଉଁମାନେ ମାତା ପିତାଙ୍କର ଇଜ୍ଜତ ବୁଝନ୍ତି, ମାତା ପିତାଙ୍କ ପ୍ରତି ଭଲ ପାଇବା ଥାଏ, ତାଙ୍କର ମାନ ମହତ୍ତ୍ୱକୁ ତଳେ ପକାନ୍ତି ନାହିଁ, ସେମାନେ ହିଁ ଦୁନିଆରେ ବେଷ୍ଟ ହେଇଥାନ୍ତି। ରହୁଛି, ନମସ୍କାର।